ଉପନ୍ୟାସ ଅସ୍ଥିର ପାଦ। ଲେଖିକା ସରୋଜିନୀ ସାହୁ। ପଢ଼ି ଶୁଣାଉଛନ୍ତି ନାରାୟଣ ମହାନ୍ତି। ଅସ୍ଥିର ପାଦ ଭାଗ 1। ଢଳ ଢଳ କରୁଥିଲା ଜଳ। ତା ଛୋଟ ଛୋଟ ଆଖି ଯୋଉ ଆଡ଼କୁ ଧାଇଁ ଯାଉଥିଲା, ଗାଢ଼ ନୀଳରଙ୍ଗ ଛଡ଼ା ଆଉ କିଛି ଦିଶୁନଥିଲା। ପିଲାଟି ଦିନରୁ ସେ ଅଭ୍ୟସ୍ତ ଥିଲା ଏଇ ଅଥଳ ଥଳ ପାଣି ସଙ୍ଗେ ସମୟ ବିତେଇବାରେ। ଗୋଟେ ପଟେ ଦିଗନ୍ତ ବିସ୍ତାରୀ ଜଳ, ଅନ୍ୟପଟେ ଥନିର୍ମୁକ୍କମ ବନ୍ଧ। କୁଟାନଡ଼ ଧାନକ୍ଷେତକୁ ଲୁଣି ପାଣିରୁ ବଞ୍ଚେଇବା ପାଇଁ କୁଆଡ଼େ ତିଆରି ହୋଇଥିଲା ଏଇ ବନ୍ଧ। କୁଟାନଡ଼ ଧାନକ୍ଷେତ ପୂରା ରାଜ୍ୟର ଭାତହାଣ୍ଡି। ଯେବେ ଧାନକ୍ଷେତରେ ଭଲ ଫସଲ ହେଉନଥିଲା, ସେ ବର୍ଷ ଲୋକେ କାପା ଖାଇ ରହୁଥିଲେ। ହେଲେ ବନ୍ଧଟା ଥିଲା ଭାରି ନିଛାଟିଆ ଜାଗାରେ। ବନ୍ଧ ଉପରେ ଦେଇ ଯାଇଥିଲା ଖୁବ୍ ଅଣଓସାରିଆ ପିଚୁ ରାସ୍ତାଟେ। ସେଇ ଅଣଓସାରିଆ ରାସ୍ତାରେ ଗୋଟେ ପାଖକୁ ଅନେଇଲେ ଢଳ ଢଳ ଜଳ, ଆଉ ଅନ୍ୟ ପାଖରେ ଖାଲି ବଡ଼ ବଡ଼ ଲୁହାର ଯନ୍ତ୍ରପାତି। ସେମାନଙ୍କ ଘରଟା ଥିଲା ଜଳପଟକୁ। କେତେ କ'ଣ ଜଙ୍ଗଲୀ ଗଛ, ଶାଳ, ପିଆଶାଳ, ଶାଗୁଆନ ଆଉ ରବର ଗଛର ଫାଙ୍କରୁ ଦିଶୁଥିଲା ଲମ୍ବା ଟାଇଲି ଛପର ଘର। ବାହାରକୁ ଲମ୍ବା ଦିଶୁଥିବା ସେ ଘରଟି ଭିତରେ 2ଟି କାନ୍ଥ ପଡ଼ି 3 ବଖରା ଘରରେ ପରିଣତ କରିଥିଲା। ଆଗପଟ ବାରଣ୍ଡା ଥିଲା ଜାଫ୍ରି କଟା, ସେମାନେ ଯେଉଁଠି ପଢ଼ାପଢ଼ି କରୁଥିଲେ। ପଛପଟ ବାରଣ୍ଡା ଥିଲା ଇଟାର ଜାଲି। ଜାଲି ବନ୍ଧା ସମୁଦ୍ର ଆଡ଼କୁ। ସେଇଟା ତାଙ୍କ ରୋଷେଇ ଘର ଥିଲା। ରୋଷେଇ ଘରର କବାଟ ଖୋଲିଲେ ବନ୍ଧା ହେଇ ରହିଥିବା ସମୁଦ୍ର ଜଳ ଆଡ଼କୁ ପଡ଼ିଥିଲା ପାଦଚଲା ରାସ୍ତାଟେ। ବଙ୍କା ଟଙ୍କା ହେଇ ତଳକୁ ଓହ୍ଲେଇ ଯାଇଥିଲା। ବେଶୀ ଦୂର ନୁହଁ, 100 ମିଟର ହେବ। ସ୍କୁଲ ଯିବା ଆଗରୁ ସବୁଦିନ ଗାଧେଇବାକୁ ଯାଉଥିଲା ଶ୍ରେୟ ବନ୍ଧା ସମୁଦ୍ରକୁ ନୁହଁ, ଲୁହା ଗେଟ୍ ପାଖକୁ। ଲୁହା ଗେଟ୍ ପାଖରେ ଲୁଣି ପାଣିକୁ ମିଠା ପାଣିରେ ବଦଳେଇବା ଯନ୍ତ୍ର ବସିଥିଲା। ଖୁବ୍ କମ୍ ପାଣି ଥିଲା ସେ ପାଖରେ। ତଥାପି ମା ଏକଲା ଛାଡ଼ୁନଥିଲେ ତାକୁ। ସେ କେବେ କେବେ ମାଙ୍କ ସଙ୍ଗରେ, କେବେ ପିଅନ ସଙ୍ଗେ ଯାଉଥିଲା। କେହି ସାଙ୍ଗରେ ନ ଯାଇପାରିଲେ ଟ୍ୟୁବୱେଲ୍ରୁ ପାଣି ବାହାର କରି ଗାଧୋଉଥିଲା। ବାପା ଓଭରସିଅର ଥିଲେ। 3 ବଖରା ଟାଇଲି ଛପର ଘର ଭିତରୁ ସବୁଠୁ ବଡ଼ ବଖରା ଥିଲା ଅଫିସ ଘର। ଦିନସାରା ଅଫିସ ଚାଲୁଥିଲା। ରାତି ହେଲେ ସେ ବଖରାଟା ଶାନ୍ତ ହେଇଯାଉଥିଲା। ଘରେ ବେଶୀ କୁଣିଆ ହେଲେ ରାତିରେ ସେଇ ଅଫିସ ଘରେ ଶୋଇବାକୁ ଦିଆଯାଉଥିଲା କୁଣିଆମାନଙ୍କୁ। ଦିନ 9ଟାରେ ଗାଧେଇ ଖାଇ ନେଉଥିଲା ଶ୍ରେୟ, ପୁଣି ପାଦଚଲା ମାଟିବନ୍ଧ ହେଇ ତଳଘାଟକୁ ଓହ୍ଲାଉଥିଲା ସେ। ବାପା ଧାଇଁ ଧାଇଁ ଆସୁଥିଲେ ଅଫିସରୁ, ନହେଲେ ପିଅନକୁ ପଠାଉଥିଲେ। ସେ ଘାଟରେ ଡଙ୍ଗାରେ ଚଢ଼ୁଥିଲା। ଦୂରରୁ ଦିଶୁନଥିବା ଗୋଟେ କୂଳକୁ ଯିବାର ଥିଲା ତାର। ସେ ପାଣିରୁ ଦେଖିପାରୁଥିଲା ମା ରୋଷେଇ ଘର କବାଟ ପାଖରେ ଛିଡ଼ା ହେଇଛନ୍ତି। ଛୋଟ ଡଙ୍ଗାଟି ବେଳେବେଳେ ଟଳଟଳ ହେଉଥିଲା। ସେ ମୋଡ଼ାଣି ବୁଲିବା ଯାଏ ମାଙ୍କୁ ଦେଖିପାରୁଥିଲା। ମା ରୋଷେଇ ଘର କବାଟ ଖୋଲି ସେମିତି ଠିଆ ହେଇଛନ୍ତି। ମୋଡ଼ାଣି ବୁଲିଗଲା ପରେ ମା ଆଉ ଦିଶୁନଥିଲେ। ସେ ଆହୁରି 15 ମିନିଟ୍ ଡଙ୍ଗାରେ ବସି ଯାଉଥିଲା ଆର କୂଳକୁ। ସେଠି ତା ସ୍କୁଲ, ସରକାରୀ ପ୍ରାଥମିକ ବିଦ୍ୟାଳୟ। ସେ 5ମ ଶ୍ରେଣୀରେ ପଢ଼ୁଥିଲା ସେତେବେଳକୁ। ସ୍କୁଲ ଛୁଟି ହେଲେ ପୁଣି ଅଥଳ ଥଳ ଜଳ ପାର ହେଇ ଫେରୁଥିଲା ସେ ଘରକୁ। ମା ଦୂରରୁ ଦିଶୁଥିଲେ, ରୋଷେଇ ଘର ଦୁଆର ବନ୍ଧ ପାଖରେ ଫଟୋଟେ ପରି ଛିଡ଼ା ହେଇଥିଲେ। ଡଙ୍ଗାରୁ ଓହ୍ଲେଇ ଜଙ୍ଗଲୀ ଘାସ ଫୁଲର ଡାଳ ଛିଣ୍ଡେଇ କିମ୍ବା ଶାଳ ଫୁଲରେ ପାରାସୁଟ କରି ଖେଳି ଖେଳି ଫେରୁଥିଲା ସେ ଘରକୁ। ବର୍ଷା ଦିନରେ ବି ଉଚ୍ଚ ମାଟିବନ୍ଧ ଡେଇଁ ତାଙ୍କ ଘରକୁ ପାଣି ଆସୁନଥିଲା। କେବେ କେମିତି କଙ୍କଡ଼ା ବିଛା ସାପମାନେ ପଶି ଆସୁଥିଲେ ବାରିପଟୁ। ତାଙ୍କ ଘର ସେ ପାଖକୁ ଆଉ 2 ଜଣଙ୍କ ଘର ଥିଲା। ଜଣେ ମଉସା ପାଣି ମପା କାମ କରୁଥିଲେ, ଆର ଜଣକ ମେକାନିକ। ସେମାନଙ୍କର ବଖରେ ବଖରେ ଘର ଥିଲା। ଏଇ ବନ୍ଧା ସମୁଦ୍ର ପାଖରେ ଜାଣି ଏଇ 3ଟି ଘର। ବ୍ୟାରେଜର ପୋଲ ପାର ହେଲେ 3 ଛକିଆ ରାସ୍ତା। ସେଇ 3 ଛକିଆ ରାସ୍ତା ଯୋଡ଼ୁଥିଲା 3ଟା ସହରକୁ। ହେଲେ କୌଣସିଟି ସହର ପାଖରେ ନଥିଲା। ବହୁତ ବିଦେଶୀ ପକ୍ଷୀ ଆସି ପହଞ୍ଚୁଥିଲେ ସେଇ ବନ୍ଧା ସମୁଦ୍ର ପାଖରେ। ସାର୍ କହୁଥିଲେ ସାଇବେରିଆର ପକ୍ଷୀ। Sample complete. Ready to continue?